ଦେଖନ୍ତୁ ଏଇଟା ତ ପୂର୍ବ ଅନୁମାନ କରାହେଇଥିଲା ଯେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ଉଭୟ ରାଜ୍ୟରେ ଭାରତୀୟ ଜନତା ପାର୍ଟି ନିର୍ବାଚନ ଜିତିବ ବୋଲିକରି ଏକ୍ଜିଟ୍ ପୋଲ୍ ମାନେ ମଧ୍ୟ ସେଭଳି ଇଙ୍ଗିତ କରୁଥିଲା କିନ୍ତୁ ଏକ୍ଜିଟ୍ ପୋଲ୍ଟା ଏକ୍ଜିଟ୍ ପୋଲ୍ ଏକ୍ଜାକ୍ଟ ପୋଲ୍ଟା ଏକ୍ଜାକ୍ଟ ପୋଲ୍ ତେଣୁ ଆଜି ଏକ୍ଜାକ୍ଟ ପୋଲ୍ର ରିଜଲ୍ଟ ଆସିବ ଆମେ ଆଶାବାଦୀ ଅଛୁ ଯେ ଉଭୟ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ହେବ। ଓଡ଼ିଶାରେ ନିର୍ବାଚନ ଗଣତି ସମୟରେ ମଧ୍ୟ ଆରମ୍ଭ ହେଲା ବେଳକୁ ଭାରତୀୟ ଜନତା ପାର୍ଟି ପଛରେ ଥିଲା ଆକୁ ଚାଲିଲା ବେଳକୁ ଆକୁ ଗଲୁ ସରିଲା ବେଳକୁ ପୁରା ସର୍ବାଗ୍ରେ ଆମେ ଥିଲୁ। ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ଉଭୟ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ନିଶ୍ଚିତ ଭାବରେ ଡିସାଇସିଭ୍ ମ୍ୟାଣ୍ଡେଟ୍ ପାଇକରି ଭାରତୀୟ ଜନତା ପାର୍ଟିର ସରକାର। ମୁଁ ନିର୍ବାଚନ ହାରିଥିଲି ମୁଁ କେବେ କହିଛି ହାରିବା ଲୋକକୁ ବାହାନା ଦରକାର ନିଜେ ମାନେ ଭାବୁଛନ୍ତି ହାରନ୍ତି ନାହିଁ ସବୁଥର ଜିତୁଥାନ୍ତେ ଜିତିଲେ ନିଜେ ଶ୍ରେୟ ନେବେ हारीगले बेसिन खराब अच्छे तेरे एभली किसी गुरुत्वपूर्ण खबर देखा चाहती आम चैनल को लाइक सब्सक्राइब और शेयर करो।